ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସୁବ୍ରତ। ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ମୁଁ ପୁଣି ଥରେ ୱେଲକମ୍ କରୁଛି। ତ ଆପଣମାନେ ଥମ୍ବନେଲ୍ ଦେଖି ଜାଣିପାରୁଥିବେ କି ଆଜି ଆମେ ଜଗତସିଂହପୁର ହୋମଗାର୍ଡ଼ ଏକ୍ଜାମ୍ରେ ଆସିବାକୁ ଯାଉଥିବା 40ଟି ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିକେ କ୍ୱେଶ୍ଚିନ୍ ଆନ୍ସର୍କୁ ମକ୍ ଟେଷ୍ଟ 1ରେ ଆଜି ଆମେ ପୁରା ଡିସ୍କସନ୍ କରିବା, ଯାହାକି ଆପଣମାନେ ହୋମଗାର୍ଡ଼ ଏକ୍ଜାମ୍ରେ ଏଥିରୁ ହିଁ କ୍ୱେଶ୍ଚିନ୍ ସବୁ କିଛି ଦେଖିବାକୁ ପାଇପାରିବେ। ତ ଦୟାକରି ଆପଣମାନେ ଏହି ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଏହି ଚ୍ୟାନେଲକୁ ପ୍ରଥମ କରି ଆପଣମାନେ ଆସିଥିଲେ ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ରଖନ୍ତୁ ଓ ଆପଣମାନଙ୍କର ସାଙ୍ଗସାଥି ନିକଟକୁ ଏହି ଭିଡ଼ିଓଟି ସେୟାର କରିଦିଅନ୍ତୁ, ଯାହାଫଳରେ କିଛି ବି ଜବ୍ର ନୋଟିଫିକେସନ୍ ବାହାରିଲେ ସର୍ବପ୍ରଥମେ ଏହି ଚ୍ୟାନେଲରେ ଆପଣମାନେ ଦେଖିବାକୁ ପାଇପାରିବେ। ତ ଯେଉଁ ସାଙ୍ଗସାଥିମାନେ ଆପଣମାନଙ୍କର ହୋମଗାର୍ଡ଼ ଏକ୍ଜାମ୍ ପାଇଁ ଫର୍ମ ପକାଇଛନ୍ତି ତ ଏହି ଭିଡ଼ିଓଟି ତାଙ୍କୁ ସେୟାର କରିଦିଅନ୍ତୁ, ଯାହାଫଳରେ ଏହି କ୍ଲାସ୍ଟି ସମସ୍ତଙ୍କ ପାଇଁ ବେନିଫିଟ୍ ରହିବ। ତ ଚାଲନ୍ତୁ ଆଉ ଅଧିକ ଡେରି ନକରି ଆଜିର କ୍ଲାସ୍କୁ ଆମେ ଆରମ୍ଭ କରିବା। ତ ଚାଲନ୍ତୁ ଆଜିର ପ୍ରଥମ କ୍ୱେଶ୍ଚିନ୍ରେ କ'ଣ ଦେଇଛି ଦେଖିବା। କ୍ୱେଶ୍ଚିନ୍ ନମ୍ବର 1ରେ ଦେଖନ୍ତୁ କ'ଣ ଦେଇଛି। ଜଗତସିଂହପୁର ଜିଲ୍ଲା କେବେ ଗଠିତ ହୋଇଥିଲା ସେ ପଚାରିଛି। ଯେଉଁ ଆମର ଜଗତସିଂହପୁର ଜିଲ୍ଲା ରହିଛି ତ ସେଟା କେବେ ଗଠିତ ହୋଇଥିଲା ସେ ପଚାରିଛି। ଅପସନ୍ ଏରେ ଦେଇଛି ଦେଖନ୍ତୁ 1992, ନା 1993, ନା 1994, ନା 1995। ତ ଆପଣମାନେ ତ ଜାଣିଥିବେ ଜଗତସିଂହପୁର ଜିଲ୍ଲା କେବେ ଗଠିତ ହୋଇଥିଲା। ତ ଅପସନ୍ ବି ହେବ ଏହାର ସଠିକ୍ ଆନ୍ସର୍, ଯାହାକି 1993 ମସିହାରେ। ତ ଚାଲନ୍ତୁ କ୍ୱେଶ୍ଚିନ୍ ନମ୍ବର 2ରେ କ'ଣ ଦେଇଛି ଦେଖିବା। ତ ଦେଖନ୍ତୁ ଜଗତସିଂହପୁର ଜିଲ୍ଲା କେଉଁ ଜିଲ୍ଲାରୁ ଅଲଗା ହୋଇଥିଲା। ତ ଆମର ଯେଉଁ ଜଗତସିଂହପୁର ଜିଲ୍ଲା ରହିଛି ତ କେଉଁ ଜିଲ୍ଲାରୁ ସିଏ ଅଲଗା ହୋଇଥିଲା ସେ ପଚାରିଛି, ଯାହାକି କେନ୍ଦ୍ରାପଡ଼ା, ନା କଟକ, ନା ପୁରୀ, ନା ଯାଜପୁର। ତ ଅପସନ୍ ଏ ହେବ ଏହାର ସଠିକ୍ ଆନ୍ସର୍, ଯାହାକି କଟକ। ତ ଜଗତସିଂହପୁର ଜିଲ୍ଲା କଟକ ଜିଲ୍ଲାରୁ ସିଏ ଅଲଗା ହୋଇଥିଲା। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। କ୍ୱେଶ୍ଚିନ୍ ନମ୍ବର 3ରେ କ'ଣ ଦେଇଛି ଦେଖନ୍ତୁ। କ୍ୱେଶ୍ଚିନ୍ ନମ୍ବର 3, ଜଗତସିଂହପୁର ଜିଲ୍ଲାର ମୁଖ୍ୟ ନଦୀ କେଉଁଟା ସେ ପଚାରିଛି। ଯେଉଁ ଜଗତସିଂହପୁର ଜିଲ୍ଲା ରହିଛି ତ ତା'ର ମୁଖ୍ୟ ନଦୀ କେଉଁଟା ସେ ପଚାରିଛି, ଯାହାକି ବୈତରଣୀ, ନା ବ୍ରାହ୍ମଣୀ, ନା ମହାନଦୀ, ନା ଋଷିକୂଲ୍ୟା। ତ ଏହାର ସଠିକ୍ ଆନ୍ସର୍ ଅପସନ୍ ସି ହେବ ମହାନଦୀ, ଯାହାକି ଜଗତସିଂହପୁର ଜିଲ୍ଲାର ମୁଖ୍ୟ ନଦୀ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। କ୍ୱେଶ୍ଚିନ୍ ନମ୍ବର 4ରେ କ'ଣ ଦେଇଛି ଦେଖନ୍ତୁ। ଜଗତସିଂହପୁର ଜିଲ୍ଲାର ଜିଲ୍ଲା ସଦର କେଉଁଠି ସେ ପଚାରିଛି। ତ ଜଗତସିଂହପୁର ଜିଲ୍ଲାର ଜିଲ୍ଲା ସଦର କେଉଁଠି ସେ ପଚାରିଛି, ଯାହାକି ଅପସନ୍ ଡି ହେବ ଏହାର ସଠିକ୍ ଆନ୍ସର୍, ଜଗତସିଂହପୁର। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। କ୍ୱେଶ୍ଚିନ୍ ନମ୍ବର 5ରେ କ'ଣ ଦେଇଛି ଦେଖନ୍ତୁ। ପାରାଦୀପ ବନ୍ଦର ତ କେଉଁ ଜିଲ୍ଲାରେ ଅବସ୍ଥିତ। ତ ଏଇଟା ଆପଣଙ୍କର ଭେରି ଇମ୍ପୋର୍ଟାଣ୍ଟ ରହିଛି। ତ ଏହି କ୍ଲାସ୍କୁ ଆପଣମାନେ ବିନା ସ୍କିପ୍ କରିକି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ 100% ଆପଣମାନେ ଏହି କ୍ୱେଶ୍ଚିନ୍ ହିଁ ଆପଣମାନଙ୍କର ଏକ୍ଜାମ୍ ହଲ୍ରେ ନିହାତି ଦେଖିବାକୁ ପାଇପାରିବେ। ତ ଦେଖନ୍ତୁ ଏହାର ସଠିକ୍ ଆନ୍ସର୍ କ'ଣ ହେବ। ପାରାଦୀପ ବନ୍ଦର ସେ ପଚାରିଛି କେଉଁ ଜିଲ୍ଲାରେ ଅବସ୍ଥିତ। ତ ଆପଣମାନେ ତ ଜାଣିଥିବେ ଏଇଟା ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ। ତ କ୍ୱେଶ୍ଚିନ୍ 6କୁ ଯିବା। କ'ଣ ଦେଇଛି ଦେଖନ୍ତୁ। କ୍ୱେଶ୍ଚିନ୍ ନମ୍ବର 6, ପାରାଦୀପ ବନ୍ଦର କେଉଁ ସମୁଦ୍ର ସହ ଜଡ଼ିତ। ତ ଏଇଟା ବି ଆପଣମାନଙ୍କର ଭେରି ଇମ୍ପୋର୍ଟାଣ୍ଟ ରହିଛି। ତ ଆପଣମାନେ ନୋଟ୍ କରି ରଖିବେ, ଯାହାକୁ ଇମ୍ପୋର୍ଟାଣ୍ଟ ମୁଁ କହୁଛି। ତ ଏହାର ସଠିକ୍ ଆନ୍ସର୍ କ'ଣ ହେବ। ଅପସନ୍ ବି ହେବ ଏହାର ସଠିକ୍ ଆନ୍ସର୍, ଯାହାକି ବଙ୍ଗୋପସାଗର। ତ ପାରାଦୀପ ବନ୍ଦର କେଉଁ ସମୁଦ୍ର ସହ ଜଡ଼ିତ ପଚାରିଥିଲେ ଆପଣମାନେ ଲେଖିବେ ବଙ୍ଗୋପସାଗର। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। କ୍ୱେଶ୍ଚିନ୍ ନମ୍ବର 7ରେ କ'ଣ ଦେଇଛି ଦେଖନ୍ତୁ। ତ ଜଗତସିଂହପୁର ଜିଲ୍ଲାରେ କେତୋଟି ବ୍ଲକ୍ ଅଛି ସେ ପଚାରିଛି। ତ ଜଗତସିଂହପୁର ହିଁ ବିଷୟରେ ହିଁ ଆପଣମାନଙ୍କର ହୋମଗାର୍ଡ଼ ଏକ୍ଜାମ୍ରେ ବେଶୀ ପଚାରିପାରେ। ତ କ'ଣ ହେବ ଏହାର ସଠିକ୍ ଆନ୍ସର୍, ଅପସନ୍ ସି ହେବ, ଯାହାକି 8ଟି। ତ ଜଗତସିଂହପୁର ଜିଲ୍ଲାରେ କେତୋଟି ବ୍ଲକ୍ ପଚାରିଥିଲେ ସେ ହେବ 8ଟି ଆନ୍ସର୍ ହେବ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। କ୍ୱେଶ୍ଚିନ୍ ନମ୍ବର 8ରେ କ'ଣ ଦେଇଛି ଦେଖନ୍ତୁ। ଜଗତସିଂହପୁର ଜିଲ୍ଲା କେଉଁ ମଣ୍ଡଳରେ ଅନ୍ତର୍ଗତ। ତ ଜଗତସିଂହପୁର ଜିଲ୍ଲା କେଉଁ ମଣ୍ଡଳରେ ଅନ୍ତର୍ଗତ ସେ ପଚାରିଛି। ତ ଯାହାକି ଅପସନ୍ ସି ହେବ ଏହାର ସଠିକ୍ ଆନ୍ସର୍, କେନ୍ଦ୍ରୀୟ ମଣ୍ଡଳ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। କ୍ୱେଶ୍ଚିନ୍ ନମ୍ବର 9, ଜଗତସିଂହପୁର ଜିଲ୍ଲାର ସାକ୍ଷରତା ହାର କେମିତି ସେ ପଚାରିଛି। ଉଚ୍ଚ, ନା ନିମ୍ନ, ନା ମଧ୍ୟ, ନା ବହୁତ ନିମ୍ନ। ତ ଏହାର ସଠିକ୍ ଆନ୍ସର୍ ହେବ ଉଚ୍ଚ। ଅପସନ୍ ଏ ହେବ ଏହାର ସଠିକ୍ ଆନ୍ସର୍। ତ କ୍ୱେଶ୍ଚିନ୍ ନମ୍ବର 10କୁ ଯିବା ଚାଲନ୍ତୁ। ତ କ୍ୱେଶ୍ଚିନ୍ ନମ୍ବର 10ରେ କ'ଣ ଦେଇଛି ଦେଖନ୍ତୁ। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପର୍ବ କେଉଁଟା ସେ ପଚାରିଛି। ତ ଆପଣମାନେ ତ ଜାଣିଥିବେ ନୂଆଖାଇ, ଦୁର୍ଗାପୂଜା, ରଥଯାତ୍ରା ଏହା ହେଉଛି ସମସ୍ତ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପର୍ବ। ତ ସଠିକ୍ ଆନ୍ସର୍ ହେବ ଅପସନ୍ ଡି ସମସ୍ତ। ତ ଆପଣମାନେ ଦେଖିପାରୁଥିବେ।
केमती टाइप क्वेश्चन अच्छी। तो सांग मैंने आपण मानक जदि ये क्लास टी भल लगुव तो लाइक शेयर सब्सक्राइब करने संगे संगे बेल आइकन को भी ऑन कर रखिए। तो चलतु नेक्स्ट क्वेश्चन को जावा। क्वेश्चन नंबर 11। क्वेश्चन नंबर 11 ना देजी कौन देखंतु, जगतसिंहपुर जिल्लार लोकप्रिय जीविका कौन। तो यहाँ भी आपर वेरी वेरी इम्पोर्टाट रही। तो देखंतु जगतसिंहपुर जिल्लार लोकप्रिय जीविका जो रही ऑप्शन डी हम यार सठिक आंसर। से माछ धरा भी करती, कृषि भी करती, व्यवसाय भी करते। तो चलतु नेक्स्ट क्वेश्चन को जावा। क्वेश्चन नंबर 12 कौन देती देखंतु, ओडिशार राजधानी केउटा से पचार। तो आप तो जानते हैं वेरी इजी क्वेश्चन जहाँकि भुवनेश्वर। तो क्वेश्चन 30 कौन देती देखंतु, ओडिशार राज्य पशु किए पचार। तो यहाँ आप भल से ध्यान देते, जदि राज्य पशु पचारि तो यार सठिक आंसर हम संबर। ऑप्शन बी हम यार सठिक आंसर। तो चलतु नेक्स्ट क्वेश्चन को जावा। क्वेश्चन नंबर 14, भारत में होमगार्ड व्यवस्था केबे आरंभ होता। तो आपटा भेरी 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 इंपोर्टेंट रही। तो यही क्वेश्चन गुड़ी को निहाती आप नोट कर रखु। एग्जाम हॉल यहीपर ही क्वेश्चन आपने निहाती देखा पाइपर। तो यार सठिक आंसर हम ऑप्शन बी 1946। आम जो भारत में होमगार्ड व्यवस्था आरंभ होता 1946 मसीह। तो चलतु नेक्स्ट क्वेश्चन को जावा। क्वेश्चन नंबर 15 में कौन देती देखंतु, होमगार्ड केउ विभाग अधीन में कार्य करता से पचार। जहाँकि सेना ना पुलिस ना अग्निशम ना शिक्षा। तो यार सठिक आंसर हम पुलिस। तो होमगार्ड जो आम रही से पुलिस विभाग अधीन में कार्य करता है। तो आपर होमगार्ड एग्जाम रे इजी इजी ही क्वेश्चन पड़ो, बेसी हार्ड पड़ो ना। तो यहीपर ही क्वेश्चन पड़ो। तो चलतु नेक्स्ट क्वेश्चन को जावा। क्वेश्चन नंबर 16 कौन देती देखंतु, जगतसिंहपुर जिल्लार एक तहसिल केउठी। तो यार सठिक आंसर ऑप्शन ए जहाँकि तीतैल। तो चलतु नेक्स्ट क्वेश्चन को जावा। क्वेश्चन नंबर 17। तो देखंतु कौन देती 17 ओडिशार राज्य गीत केउटा। तो यहाँ भी आपर वेरी वेरी इंपोर्टेंट रही। तो ओडिशार राज्य गीत से पचारि ऑप्शन सी हम यार सठिक आंसर जहाँकि वंदे उत्कल जननी। चलतु नेक्स्ट क्वेश्चन को जावा। क्वेश्चन नंबर 18, पारादीप बंदर केउ नदी मुहाण रे अछि। देखंतु केते इंपोर्टेंट क्वेश्चन रही। पारादीप बंदर केउ नदी मुहाण रे अछि से पचारथिले जहाँकि महानदी। तो चलतु क्वेश्चन नंबर 19 को जावा। तो क्वेश्चन नंबर 19 में कौन देती देखंतु, ओडिशार राज्य पक्षी केउटा। तो ओडिशार राज्य पक्षी पचारथिले आपर ऑप्शन डी हम यार सठिक आंसर जहाँकि इंडियन रोलर। तो चलतु क्वेश्चन नंबर 20 आज शेष क्वेश्चन। क्वेश्चन नंबर 20 रे कौन देती देखंतु, जगतसिंहपुर जिले में केउ प्राकृतिक विपर्यय अधिक होता है। जहाँकि ऑप्शन सी हम यार सठिक आंसर बात्या। मैंने यही क्लास पीडीएफ पाइबा चाहते तो यूट्यूब चैनल बायो रे टेलीग्राम लिंक रही। तो टेलीग्राम चैनल आप जोड़ी हूँ तो यार पीडीएफ पाइबे। तो यही क्लास जब आप लगी तो लाइक शेयर सब्सक्राइब करने संगे संगे पाखे बेल आइकन को ऑन कर रखिए, जहाँफल जॉब्र किसी नोटिफिकेशन बाहर सब प्रथम यही चैनल आपने देखा पाइपर। तो आज ये क्लास। तो केमी लगे आपने कमेंट बॉक्स कमेंट कर निहाती जनइबे। तो रोची जय जगन्नाथ। Yeah.